ବର୍ତ୍ତମାନ ବାତ୍ୟାଟି ଦକ୍ଷିଣ ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି ଏବଂ ଗୋପାଳପୁର ଠାରୁ 750 କିଲୋମିଟର ଦକ୍ଷିଣରେ ରହିଛି। ଯଦି ଦେଖିବା ଗତ 6 ଘଣ୍ଟା ଭିତରେ ବାତ୍ୟାଟି ମୁଭ୍ କରିଛି, ଗତି କରିଛି 18 କିଲୋମିଟର पर आवर। ଏହାପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଆଉ କାଲି ସକାଳ ସୁଦ୍ଧା ଗୋଟିଏ ସିଭିୟର ସାଇକ୍ଲୋନ ମାନେ ଭୟଙ୍କର ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ତା ପରବର୍ତ୍ତୀ ସମୟରେ ଯେମିତିକି ସନ୍ଧ୍ୟା କିମ୍ବା ରାତ୍ରି ସମୟରେ 28 ତାରିଖର ସନ୍ଧ୍ୟା କିମ୍ବା ରାତି ସମୟରେ ଏହି ବାତ୍ୟାଟି ମାନେ ଭୟଙ୍କର ବାତ୍ୟାଟି କ୍ରସ୍ କରିବ ଆମର କାକିନାଡା ପାଖାପାଖି ମଛଲିପଟ୍ଟନମ ଆଉ କଳିଙ୍ଗପଟ୍ଟନମ ମଧ୍ୟରେ ଆନ୍ଧ୍ରପ୍ରଦେଶର ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ବାତ୍ୟାଟି ଅତିକ୍ରମ କରିବା ବେଳେ ତାର ଇଣ୍ଟେନ୍ସିଟି ରହିବ ସିଭିୟର ସାଇକ୍ଲୋନ କିମ୍ବା ଭୟଙ୍କର ବାତ୍ୟା ଓ ସେତେବେଳେ ପବନର ଗତି ରହିବ 90 to 100 କିଲୋମିଟର पर आवर, ଗଷ୍ଟିଂ ଟୁ 110 କିଲୋମିଟର पर आवर। ସେଥିପାଇଁ ଆମର ଆଜି ପାଇଁ ଆଗାମୀ 24 ଘଣ୍ଟା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ବର୍ଷା ପାଇଁ। ଆଉ ପବନ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ, ଯେଉଁଟାରେ କି ପ୍ରବଳ ବର୍ଷା ରହିବାର ସମ୍ଭାବନା ରହିଛି ଗୋଟେ କିମ୍ବା ଦୁଇଟା ସ୍ଥାନରେ, କିନ୍ତୁ ପୁରା ରାଜ୍ୟରେ ବର୍ଷା ରହିବ। ଆଉ ୟେଲୋ ଆଲର୍ଟ ବି କିଛି କିଛି ଜିଲ୍ଲାରେ ଜାରି କରାଯାଇଛି। ଆଉ ପବନର ଗତି ଆଜି ପୁରୀ, ଗଞ୍ଜାମ, ଗଜପତି ଜିଲ୍ଲାରେ 40 ରୁ 50 କିଲୋମିଟର पर आवर ରହିବ, ଗଷ୍ଟିଂ ଟୁ 60 କିଲୋମିଟର पर आवर। କାଲି ପାଇଁ ଯଦି ଦେଖିବା 28 ତାରିଖରେ ରେଡ୍ ଆଲର୍ଟ ଜାରି କରାଯାଇଛି, ଯେଉଁଟାରେ କି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ, ଯେଉଁଟାରେ କି ଅତି ପ୍ରବଳ ବର୍ଷା ଆଉ ଗୋଟେ କିମ୍ବା ଦୁଇଟା ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତା ସହିତ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଆଉ ବରଗଡ଼ ଜିଲ୍ଲାରେ, ଯେଉଁଟାରେ କି ପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ ହେବାର ସମ୍ଭାବନା ରହିଛି। ଆଉ ଅଲଗା ଜିଲ୍ଲା ଗୁଡ଼ିକରେ ୟେଲୋ ଆଲର୍ଟ ଜାରି କରାଯାଇଛି, ଯେଉଁଟାରେ କି ଗୋଟେ କିମ୍ବା ଦୁଇଟା ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆଉ ପବନର ଗତି 60 ରୁ 70 କିଲୋମିଟର पर आवर, ଗଷ୍ଟିଂ 80 କିଲୋମିଟର पर आवर ରହିବ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି ଆଉ କଳାହାଣ୍ଡି, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ, ଯେଉଁଟାରେ କି ରେଡ୍ ଆଲର୍ଟ ଜାରି କରାଯାଇଛି। ଆଉ 50 ରୁ 60 କିଲୋମିଟର पर आवर, ଗଷ୍ଟିଂ ଟୁ 70 କିଲୋମିଟର पर आवर ରହିବ ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ବୌଦ୍ଧ ଆଉ ଗଞ୍ଜାମ ଜିଲ୍ଲାରେ, ଯେଉଁଟାରେ କି ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। 29 ତାରିଖ ପାଇଁ ମଧ୍ୟ ରେଡ୍ ଆଲର୍ଟ ଜାରି କରାଯାଇଛି ବର୍ଷା ପାଇଁକି, ଯେଉଁଟାରେ କି ଅତି ପ୍ରବଳ ବର୍ଷା ତା ସହିତ ଅତ୍ୟନ୍ତ ପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ ରହିବାର ସମ୍ଭାବନା ରହିଛି, ଯେମିତିକି କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାରେ। ଆଉ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା ଜିଲ୍ଲାରେ, ଯେଉଁଟାରେ କି ଅତି ପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ ହେବାର ସମ୍ଭାବନା ରହିଛି। ଅଲଗା ଜିଲ୍ଲା ଗୁଡ଼ିକରେ ୟେଲୋ ଆଲର୍ଟ ଜାରି କରାଯାଇଛି, ଯେଉଁଟାରେ କି ଗୋଟେ କିମ୍ବା ଦୁଇଟା ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆଉ ୱିଣ୍ଡ ୱାଇଜ୍ ଯଦି ଦେଖିବା, ପବନ ୱାଇଜ୍ ରେଡ୍ ଆଲର୍ଟ ଜାରି କରାଯାଇଛି ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଜିଲ୍ଲାରେ, ଯେଉଁଟାରେ କି ପବନର ଗତି 60 ରୁ 70 କିଲୋମିଟର पर आवर, ଗଷ୍ଟିଂ ଟୁ 80 କିଲୋମିଟର पर आवर ରହିବାର ସମ୍ଭାବନା ରହିଛି। ଆଉ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ନୟାଗଡ଼, ବଲାଙ୍ଗୀର ଏବଂ ନୂଆପଡ଼ା ଜିଲ୍ଲାରେ, ଯେଉଁଟାରେ କି ପବନର ଗତି ରହିବ 50 ରୁ 60 କିଲୋମିଟର पर आवर, ଗଷ୍ଟିଂ ଟୁ 70 କିଲୋମିଟର पर आवर। ଅଲଗା ଜିଲ୍ଲା ଗୁଡ଼ିକରେ ମଧ୍ୟ ପବନର ଗତି ରହିବ 40 ରୁ 50 କିଲୋମିଟର पर आवर, ଗଷ୍ଟିଂ ଟୁ 60 କିଲୋମିଟର पर आवर। 30 ତାରିଖରୁ ବର୍ଷାର ପରିମାଣ କମି ଆସିବ, କିନ୍ତୁ ଗୋଟେ କିମ୍ବା ଦୁଇଟା ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେଥିପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି, ଯେମିତିକି ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଏବଂ ଦେଓଗଡ଼ ଜିଲ୍ଲାରେ ବର୍ଷା ରହିପାରେ, ପ୍ରବଳ ବର୍ଷା। ଆଉ ଆଗାମୀ 30 ତାରିଖ ପର୍ଯ୍ୟନ୍ତ ଫିସରମ୍ୟାନ୍ ୱାର୍ଣ୍ଣିଂ, ମତ୍ସ୍ୟଜୀବୀମାନଙ୍କ ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି। 30 ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି। ଆଉ ଯେଉଁମାନେ ଅଛନ୍ତି ସେମାନେ ଜଲ୍ଦ ସେ ଜଲ୍ଦ ବହୁତ ଜଲ୍ଦି କୂଳକୁ ଆସିବା ପାଇଁ ଅନୁରୋଧ କରାଯାଉଛି।
पोर्ट वार्निंग मध्य जारी करा जायछि डिस्टेंट वार्निंग नंबर 2 साइक्लोन पाई कि डिस्टेंट वार्निंग नंबर 2 दिया जायछि सबु पोर्ट रो ओडिसा रे सबु पोर्ट पाई कि वार्निंग जारी करा जायछि सबु कवर कर दैछि रेड वार्निंग जितिक जिल्ला रे दिया जायछि लैंडफॉल प्रभाव रे से जिला गुड़िक मोस्टली इंपैक्ट रहे जमती कि कोरापुट मालकानगिरी रायगड़ा गंजाम गजपति नवरंगपुर कलाहांडी सब विंड स्पीड भी स्ट्रांग रहिबो आउ रेड अलर्ट करा जायछि जिला गुड़ी को से खास ध्यान बंदर गुड़ी सतर्क दिया जायछि डिस्टेंट वार्निंग सिग्नल नंबर 2 हाँ मालकानगिरी सहीटा आम ट्राक देचु आग काकीनाडा है मालकानगिरी कि छत्तीसगढ़ आड़ को जीवा संभावना रही से सबू को आखि आगे रखा जाए वार्निंग जारी करा हाँ जदि देखा आमर जो वार्निंग दि जाए लैंडस्लाइड भी हो पारे से गवर्नमेंट को ब्रीफिंग दि जाए ता सहित जितक कच्चा हाउस माने माटी घर झोपड़पट्टी से डैमेज रही गचर ब्रांच भांग कि गच भी उपुड़ी पारे तापरे आमर इलेक्ट्रिक तार फार छिंडी पारे आउ जो गुड़ाक टीण छात थाए आजबेस्टस से गुड़ाक उड़ी पारे आउ हुडिंग्स गुड़ाक से माने भी उड़ी पारंती से लोक मानक मोस्टली अनुरोध करा जाउची वर्षा पवन बेले घर भितर रुहंतु सेफ प्लेस रे रुहंतु निज जीवन को रक्षा करंतु मैडम आज किछि स्थान रे वर्षा आरंभ होलानी एग्जैक्टली कंटिन्यू चलिबो 30 तारिख वर्षा रहे हां वर्षा कंटिन्यू लैंडफॉल कला रे पवन बेग केते रहइबो आम ओडिसा रे लैंडफॉल कला बेले पवन बेग 90 रु 100 किलोमीटर गस्टिंग टू 110 किलोमीटर पर आवर रे रहबार संभावना झटका पवन कहली 110 किलोमीटर पर आवर रे रहे भारतर एकमात्र परीक्षित बायोसार पृथ्वी प्रो माटी को रखे सुस्थ दिए नुआ जीवन धान पनीपरिबा और डाली जातीय फसल पाई लाभदायक अमल बढ़ाए रोग कमाए आज ही जमी रे प्रयोग करंतु जोगाजोग पाई 9937054201 नंबर को डायल करंतु आम सह जोड़ी हेबा पाई आमको लाइक फॉलो और सब्सक्राइब करंतु अधिक अपडेट पाई विजिट करंतु आम वेबसाइट thequiver.in